ଓମ୍ ଶାନ୍ତି। ଆଜି ଆମେ ଶୁଣିବା ମିଠା ମିଠା ବାବାଙ୍କର ମଧୁର ମହାବାକ୍ୟ। ଆଜିର ତାରିଖ 20/7/2026, 20 ଜୁଲାଇ 2026। ପ୍ରାତଃ ମୁରଲି। ଓମ୍ ଶାନ୍ତି। ବାପଦାଦା ମଧୁବନ। ବାବା କହୁଛନ୍ତି, ମିଠେ ବଚ୍ଚେ ଭିକାରୀରୁ ରାଜକୁମାର ହେବାର ଆଧାର ହେଲା ପବିତ୍ରତା। ପବିତ୍ର ହେଲେ ହିଁ ପବିତ୍ର ଦୁନିଆର ରାଜ୍ୟ ଭାଗ୍ୟ ମିଳିଥାଏ। ଆଜିର ପ୍ରଶ୍ନ, ଏହି ପାଠଶାଳାର କେଉଁ ପାଠ ତୁମକୁ ମନୁଷ୍ୟରୁ ଦେବତା କରିଦେଉଛି? ଉତ୍ତର, ତୁମେ ଏହି ପାଠଶାଳାରେ ପ୍ରତ୍ୟହ ପାଠ ପଢୁଛ ଯେ ମୁଁ ଶରୀର ନୁହେଁ ଆତ୍ମା। ଆତ୍ମ ଅଭିମାନୀ ହେଲେ ହିଁ ତୁମେ ମନୁଷ୍ୟରୁ ଦେବତା, ନରରୁ ନାରାୟଣ ହୋଇଯାଉଛ। ବର୍ତ୍ତମାନ ମନୁଷ୍ୟ ସମସ୍ତେ ପୂଜାରୀ ଅର୍ଥାତ୍ ପତିତ ଦେହ ଅଭିମାନ ଅଟନ୍ତି। ସେଥିପାଇଁ ପତିତ ପାବନ ବାବାଙ୍କୁ ଡାକିବାରେ ଲାଗିଛନ୍ତି। ଗୀତ, ଛୋଡ଼ ଭି ଦେ ଆକାଶ ସିଂହାସନ। ଓମ୍ ଶାନ୍ତି। ପିଲାମାନେ ଜାଣିଛନ୍ତି ଓମ୍ ଶାନ୍ତି କିଏ କହିଲେ? କେଉଁ ପିଲାମାନେ? ଆତ୍ମାମାନେ ଜାଣିଛନ୍ତି ଯେ ଓମ୍ ଶାନ୍ତି କାହାର ଆତ୍ମା କହିଲା? ପରମପିତା ପରମାତ୍ମା କହିଲେ। ପିଲାମାନେ ଜାଣିଛନ୍ତି ଯେ ଏହା ମନୁଷ୍ୟର ଆତ୍ମା କହିନାହିଁ, ଏହା ପରମପିତା ପରମାତ୍ମା ଶିବ କହିଛନ୍ତି। ସେ ସମସ୍ତଙ୍କର ପିତା ଉଚ୍ଚରୁ ଉଚ୍ଚ ଅଟନ୍ତି। ଏବେ ଗୀତାରେ ଶୁଣିଲ ଯେ ଭାରତ ଉପରେ ବହୁତ ମାୟାର ପରଛାୟା ପଡୁଛି। ସମସ୍ତେ ବହୁତ ପତିତ ହୋଇଯାଇଛନ୍ତି, ସେଥିପାଇଁ ଡାକୁଛନ୍ତି, ହେ ପତିତ ପାବନ, ପୁଣି ଥରେ ପବିତ୍ର କରାଇବା ପାଇଁ ଆସ। ଆତ୍ମା ହିଁ ନିଜର ପିତାକୁ ଡାକୁଛି। ବାବା କହୁଛନ୍ତି, ଆତ୍ମା ହିଁ ନିଜର ପିତାଙ୍କୁ ଡାକୁଛି, ଯାହାଙ୍କୁ ଭଗବାନ କହୁଛନ୍ତି ଯେ ହେ ପତିତ ପାବନ ଅଟନ୍ତି। ବାବା କହୁଛନ୍ତି ଯେ ପିଲାମାନେ ସେ ପତିତ ପାବନ ଅଟନ୍ତି। କିଏ? ନିରାକାର ଜ୍ୟୋତିର୍ବିନ୍ଦୁ ପରମପିତା ପରମାତ୍ମା ଶିବ ବାବା କହୁଛନ୍ତି ସେ ହିଁ ପତିତ ପାବନ ଅଟନ୍ତି। ଜଣଙ୍କର ହିଁ ମହିମା ହୋଇଥାଏ। ସେ ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ବେହଦ୍ର ପିତା। ଏଠାରେ ସମସ୍ତେ ପତିତ ହୋଇଯାଇଛନ୍ତି, ସେଥିପାଇଁ ଡାକୁଛନ୍ତି, ହେ ପରମପିତା ପରମାତ୍ମା। ସେ ହିଁ ଜ୍ଞାନର ସାଗର, ପତିତ ପାବନ ଅଟନ୍ତି। ସେ ପିତା ଓ ଶିକ୍ଷକ ଉଭୟ ଅଟନ୍ତି, କାହିଁକି ନା ଜ୍ଞାନର ସାଗର ଅଟନ୍ତି, ବିଶ୍ୱର ଅଧିକାରୀ ମଧ୍ୟ ଅଟନ୍ତି। ସମସ୍ତ ବେଦଶାସ୍ତ୍ର ଗ୍ରନ୍ଥକୁ ଜାଣିଲା ବାଲା ମଧ୍ୟ ଅଟନ୍ତି। ତାଙ୍କୁ ଜ୍ଞାନର ସାଗର ହିଁ କୁହାଯାଉଛି। ଏହି ସମୟରେ ସମସ୍ତେ ପାରଲୌକିକ ପିତାଙ୍କୁ ଡାକୁଛନ୍ତି, କାହିଁକି ନା ଦୁଃଖୀ ହୋଇଯାଇଛନ୍ତି। କହୁଛନ୍ତି ଈଶ୍ୱର ପିତା। ତାଙ୍କର ନାମ ମଧ୍ୟ ଦରକାର ନା, ତାଙ୍କର ନାମର ଗାୟନ ହେଉଛି ଶିବ ବାବା। ସିଏ ହିଁ ଉଚ୍ଚରୁ ଉଚ୍ଚ ଜ୍ଞାନର ସାଗର, ସୁଖର ସାଗର, ଶାନ୍ତିର ସାଗର ଅଟନ୍ତି। ଏହି ମନୁଷ୍ୟର ଆତ୍ମା ନିଜ ପିତାର ମହିମା କରୁଛି। କଣ କରୁଛି ମହିମା? ସେ କହୁଛି ବାବା ହଉଛନ୍ତି ସୁଖର ସାଗର, ଶାନ୍ତିର ସାଗର, ଜ୍ଞାନର ସାଗର। ଉଚ୍ଚରୁ ଉଚ୍ଚ ଆତ୍ମା କାହାର? ପରମପିତା ପରମାତ୍ମାଙ୍କର। ସେ ହେଉଛନ୍ତି ପରମାତ୍ମା। ପତିତ ମନୁଷ୍ୟମାନେ ତାଙ୍କୁ ୟାଦ କରୁଛନ୍ତି, ମାନେ ମନେ ପକାଉଛନ୍ତି। ସତ୍ୟ ଯୁଗରେ ଯେବେ ପବିତ୍ର ଭାରତ ଥିଲା, ଦେବୀ ଦେବତା ମାନଙ୍କର ରାଜ୍ୟ ଥିଲା, ସେତେବେଳେ କେହି ପତିତ ନଥିଲେ। ଏହା ହେଉଛି ତମ ପ୍ରଧାନ ଦୁନିଆ, ଅର୍ଥାତ୍ ଏହି ଦୁନିଆରେ ଯେଉଁ ମନୁଷ୍ୟମାନେ ରହୁଛନ୍ତି ସବୁ ପାପ ଆତ୍ମା ଅଟନ୍ତି। ଏହି ଭାରତ ପାବନ ଥିଲା, ପୁଣି ପତିତ ହୋଇଯାଇଛି। କଳି ଯୁଗରେ ସମସ୍ତେ ପତିତ ଅଟନ୍ତି। ତୁମେ ଜାଣିଛ ଜ୍ଞାନର ସାଗର ପତିତ ପାବନ ପରମପିତା ପରମାତ୍ମା ପରମଧାମରୁ ଆସି ଆମକୁ ବ୍ରହ୍ମାଙ୍କ ଦ୍ୱାରା ପାଠ ପଢାଉଛନ୍ତି। ତେବେ ତାଙ୍କୁ ଶରୀର ତ ନିଶ୍ଚୟ ଦରକାର ନା? ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ଜ୍ଞାନର ସାଗର ଯିଏକି ବିଶ୍ୱର ଅଧିକାରୀ ଅଟନ୍ତି, ସିଏ ହିଁ ସବୁ କିଛି ଜାଣିଛନ୍ତି। ଭାରତରେ ଚିତ୍ର ମଧ୍ୟ ରହିଛି ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ, ତାଙ୍କ ହାତରେ ଶାସ୍ତ୍ର ଦିଆଯାଇଛି। ବାବା କହୁଛନ୍ତି ଭାରତରେ ଚିତ୍ର ମଧ୍ୟ ରହିଛି ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ, ତାଙ୍କ ହାତରେ ଶାସ୍ତ୍ର ଦିଆଯାଇଛି। ବର୍ତ୍ତମାନ ବିଷ୍ଣୁ କୌଣସି ଶାସ୍ତ୍ରର ସାର, ବାବା କହୁଛନ୍ତି ବର୍ତ୍ତମାନ ବିଷ୍ଣୁ କୌଣସି ଶାସ୍ତ୍ରର ସାର ଶୁଣାଉନାହାନ୍ତି। ପରମପିତା ପରମାତ୍ମା ଜ୍ଞାନର ସାଗର ବ୍ରହ୍ମାଙ୍କ ଦ୍ୱାରା ସବୁ ଶାସ୍ତ୍ର ଗୁଡ଼ିକର ସାର ବୁଝାଉଛନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ମଧ୍ୟ ସେ ରଚୟିତା ଅଟନ୍ତି। ବ୍ରହ୍ମାଙ୍କୁ ଅଥବା ବିଷ୍ଣୁଙ୍କୁ ଜ୍ଞାନର ସାଗର କୁହାଯାଇ ପାରିବ ନାହିଁ। ଶଙ୍କରଙ୍କର କଥା ତ ଛାଡ଼ିଦିଅ। ଏବେ ଜ୍ଞାନର ସାଗର କିଏ? ନିରାକାର ଉଚ୍ଚରୁ ଉଚ୍ଚ ପରମାତ୍ମା ହିଁ ପତିତ ପାବନ ଅଟନ୍ତି। ଏହି ମହିମା ହେଉଛି ସେହି ପରମପିତା ପରମାତ୍ମାଙ୍କର। ଏଠାରେ ବି ଆତ୍ମାର ହିଁ ମହିମା ହେଉଛି। ଆତ୍ମା ହିଁ ଶରୀର ଦ୍ୱାରା କହୁଛି, ମୁଁ ରାଷ୍ଟ୍ରପତି, ମୁଁ ବ୍ୟାରିଷ୍ଟର, ମୁଁ ଅମୁକ ମନ୍ତ୍ରୀ। ଆତ୍ମା ହିଁ ପଦବୀ ନେଇଥାଏ। ଶରୀର ଦ୍ୱାରା ଆତ୍ମା କହିଥାଏ, ମୁଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀର ନେଉଛି। ଏହି ସମୟରେ ବାବା ଆସି କହୁଛନ୍ତି, ପିଲାମାନେ ଆତ୍ମ ଅଭିମାନୀ ହୁଅ। ମୁଁ ତୁମର ପିତା ଆସିଛି ତୁମକୁ ପାଠ ପଢ଼ାଇବା ପାଇଁ। ଏହା ପାଠଶାଳା ଅଟେ, ମନୁଷ୍ୟରୁ ଦେବତା, ନରରୁ ନାରାୟଣ, ନାରୀରୁ ଶ୍ରୀ ଲକ୍ଷ୍ମୀ ହେବା ପାଇଁ।
ବାବାଙ୍କୁ ସବୁ ଆତ୍ମା ମାନେ ଡାକୁଛନ୍ତି, ହେ ପରମପିତା ପରମାତ୍ମା, ଏବେ ନିରାକାରୀ ଦୁନିଆରୁ ସାକାରୀ ଦୁନିଆକୁ ଆସ, ରୂପ ବଦଳାଇ ଆସ। ତୁମେ ନିରାକାରୀ ଆତ୍ମା ମାନେ ଯେବେ ଶରୀରରେ ଆସୁଛ ତେବେ ଗର୍ଭରେ ଆସୁଛ, ପୁନର୍ଜନ୍ମ ନେଉଛ। ବାବା ବୁଝାଉଛନ୍ତି ତୁମେ 84 ଜନ୍ମ ଗର୍ଭରୁ ନେଇଛ, ଗୋଟିଏ ଶରୀର ଛାଡ଼ି ପୁଣି ଗର୍ଭକୁ ଯାଉଛ, ଏହିପରି 84 ଜନ୍ମ ନେଉଛ। ମୁଁ ତ ଗର୍ଭରେ ଆସୁନାହିଁ। ଭାରତବାସୀ ଅସଲରେ ଦେବୀ ଦେବତା ଧର୍ମର ଥିଲେ, ପୁଣି ସିଡ଼ିରେ ତଳକୁ ଓହ୍ଲାଇଲେ, କ୍ଷତ୍ରିୟ ବର୍ଣ୍ଣରେ, ପୁଣି ବୈଶ୍ୟ ଶୂଦ୍ର ବର୍ଣ୍ଣରେ, ଏହିପରି କଳା କମ୍ ହୋଇଯାଇଛି। ଭାରତ 16 କଳା ସମ୍ପୂର୍ଣ୍ଣ ଥିଲା, ପୁଣି 14 କଳା ହେଲା। ଭାରତବାସୀ ନିଜର ଜନ୍ମକୁ ଜାଣିନାହାନ୍ତି। 84 ଜନ୍ମ ଭାରତବାସୀ ହିଁ ନେଉଛନ୍ତି, ଅନ୍ୟ କୌଣସି ବାବା କହୁଛନ୍ତି ଅନ୍ୟ କୌଣସି ଧର୍ମାବଲମ୍ବୀ 84 ଜନ୍ମ ନେଉନାହାନ୍ତି। ତୁମେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛ, ଏହା ଜ୍ଞାନର କଥା। ସ୍ୱଦର୍ଶନ ଚକ୍ରଧାରୀ ହେବା ଦ୍ୱାରା ତୁମେ ସ୍ୱର୍ଗର ଚକ୍ରବର୍ତ୍ତୀ ମହାରାଜା ହେଉଛ। ତୁମେ ଭଲ ଭାବରେ ଜାଣିଛ ଆମେ ଏଠାକୁ ପତିତରୁ ପବିତ୍ର ହେବା ପାଇଁ ଆସିଛୁ। ଏହା ହେଲା ପତିତ ଦୁନିଆ। ପତିତ ପାବନ ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି। ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି। ସମସ୍ତେ ବାବାଙ୍କୁ ୟାଦ କରୁଛନ୍ତି, ମାନେ ମନେ ପକାଉଛନ୍ତି, ଶ୍ରୀକୃଷ୍ଣଙ୍କୁ ନୁହେଁ। ଶ୍ରୀକୃଷ୍ଣ ଗୀତା ଶୁଣାଇ ନଥିଲେ। ଗୀତା ହେଉଛି ସର୍ବଶାସ୍ତ୍ର ଶିରୋମଣି। ଭାରତର ଗୀତା କେଉଁ ଧର୍ମର ଶାସ୍ତ୍ର ଅଟେ? ବାବା ପଚାରୁଛନ୍ତି, ଭାରତର ଗୀତା କେଉଁ ଧର୍ମର ଶାସ୍ତ୍ର ଅଟେ? ଆଦି ସନାତନ ଦେବୀ ଦେବତା ଧର୍ମର। ଏହି ଗୀତା ବାବା କହୁଛନ୍ତି କିଏ ଗୀତା ଶୁଣାଇଥିଲେ? ରାଜଯୋଗ କିଏ ଶିଖାଇଥିଲେ? ପରମପିତା ପରମାତ୍ମା ପତିତ ପାବନ ବାବା। ତୁମେ ଆତ୍ମା ଯିଏକି ନିରାକାର ଥିଲ, ସେ ଏବେ ସାକାର ଶରୀର ଧାରଣ କରିଛ। ସାକାର ମନୁଷ୍ୟକୁ କେବେ ଭଗବାନ କୁହାଯିବ ନାହିଁ। ଯଦିଓ ସତ୍ୟ ଯୁଗରେ ଲକ୍ଷ୍ମୀ ନାରାୟଣ ଅଛନ୍ତି, ତେବେ ମଧ୍ୟ ତାଙ୍କୁ ଭଗବାନ କୁହାଯିବ ନାହିଁ। ଏହା ତ ଉପାଧି ଦିଆଯାଇଛି। କାଇଦା ଅନୁସାରେ ଭଗବାନ ଜଣେ, ସୃଷ୍ଟିକର୍ତ୍ତା ହେଉଛନ୍ତି ଜଣେ, ବାକି ସେମାନେ ହେଉଛନ୍ତି ଦେବତା। ଏହା 5000 ବର୍ଷର କଥା। ଏହି ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା, ତାଙ୍କୁ ମହାରାଜା ମହାରାଣୀ କୁହାଯାଉଥିଲା। ଭଗବାନ ମହାରାଜା ହେଉନାହାନ୍ତି, ସିଏ ହିଁ ଆସି ଭାରତବାସୀମାନଙ୍କୁ ଏହିପରି ଦେବୀ ଦେବତା କରାଉଛନ୍ତି। ଏବେ ତ ଦେବୀ ଦେବତା ଧର୍ମର କେହି ହେଲେ ନାହାନ୍ତି। ଏହାକୁ ରାବଣ ସମ୍ପ୍ରଦାୟ କୁହାଯାଉଛି, କାହିଁକି ନା ଏହା ରାବଣ ରାଜ୍ୟ ଅଟେ। ରାବଣକୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି, କାହିଁକି ନା ସେ ପୁରୁଣା ଶତ୍ରୁ। କିନ୍ତୁ ଏକଥା ଭାରତବାସୀମାନେ ଜାଣିନାହାନ୍ତି। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା ନାହିଁ ଯେ ରାବଣ କିଏ, ରାବଣର 10ଟି ମୁଣ୍ଡ କାହିଁକି ଦେଖାଉଛନ୍ତି। ବାବା କହୁଛନ୍ତି ରାବଣର 10ଟି ମୁଣ୍ଡ କାହିଁକି ଦେଖାଉଛନ୍ତି, ଏହା କେହି ଜାଣିନାହାନ୍ତି। ଏହି କଥାକୁ ଭଲ ଭାବରେ ବୁଝିବାକୁ ହେବ। ମନୁଷ୍ୟମାନେ ତ ବିଲକୁଲ ପଥର ବୁଦ୍ଧି ହୋଇଯାଇଛନ୍ତି। ପାରସ ବୁଦ୍ଧି ଏହି ଲକ୍ଷ୍ମୀ ନାରାୟଣଙ୍କ ଆଦିଙ୍କୁ କୁହାଯିବ। ସେଠାରେ ପାରସନାଥନୀଙ୍କର ରାଜ୍ୟ ଥିଲା। ଯଥା ରାଜାରାଣୀ ତଥା ପ୍ରଜା ଥିଲେ। ଭାରତ ପରି ସୁଖଧାମ ଆଉ କୌଣସି ରାଷ୍ଟ୍ର ହେବ ନାହିଁ। ଯେବେ ଭାରତ ସ୍ୱର୍ଗ ଥିଲା, ସେତେବେଳେ କୌଣସି ରୋଗ ଦୁଃଖ ନଥିଲା, ତେଣୁ ସମ୍ପୂର୍ଣ୍ଣ ସୁଖ ଥିଲା। ଗାୟନ କରାଯାଏ ଈଶ୍ୱରଙ୍କର ମହିମା ଅପରମ୍ପାର। ସେହିପରି ଭାରତର ମହିମା ମଧ୍ୟ ଅପରମ୍ପାର ଅଟେ। ତେଣୁ ବାବା କହୁଛନ୍ତି, ତେଣୁ ସମସ୍ତଙ୍କର ଆଧାର ପବିତ୍ରତା ଉପରେ ରହିଛି। ସବୁ ଜିନିଷର ଆଧାର ପବିତ୍ରତା ଉପରେ ରହିଛି। ପବିତ୍ରତା ହେଉଛି ଆମର ଫାଉଣ୍ଡେସନ। ସେଥିପାଇଁ ଡାକୁଛନ୍ତି ମଧ୍ୟ, କାହିଁକି ନା ସମସ୍ତେ ପତିତ ଅଟନ୍ତି। ବାବାଙ୍କୁ ଆମେ କାହିଁକି ଡାକୁଛୁ? କାରଣ ଆମେ ସମସ୍ତେ ପତିତ ହେଇଯାଇଛୁ। ସେଥିପାଇଁ ପତିତ ପାବନ ପରମପିତା ପରମାତ୍ମା ଶିବ ବାବାଙ୍କୁ ଡାକୁଛୁ। ଏଠାରେ ଶାନ୍ତି ନାହିଁ କି ସମୃଦ୍ଧି ମଧ୍ୟ ନାହିଁ। ଏବେ ତୁମେ ବୁଝୁଛ ଆମେ ଭାରତବାସୀ ସୂର୍ଯ୍ୟବଂଶୀ ଦେବୀ ଦେବତା ଥିଲେ, ପୁଣି ଧୀରେ ଧୀରେ ପତିତ ହୋଇଯାଇଛୁ। ଏହାକୁ ମୃତ୍ୟୁ ଲୋକ କୁହାଯାଏ। ଏଥିରେ ନିଆଁ ଲାଗିଯିବ। ଏହା ହେଉଛି ଶିବ ଜ୍ଞାନ ଯଜ୍ଞ। ରୁଦ୍ର ଜ୍ଞାନ ଯଜ୍ଞ ମଧ୍ୟ କୁହାଯାଏ। ମନୁଷ୍ୟମାନେ ତ ବହୁତ ନାମ ଲେଖିଦେଇଛନ୍ତି। ଯେଉଁଠାରେ ଶିବଙ୍କ ମୂର୍ତ୍ତି ଦେଖୁଛନ୍ତି, ଅନେକ ଭିନ୍ନ ଭିନ୍ନ ନାମ ରଖିଦେଉଛନ୍ତି। ଜଣଙ୍କର ହିଁ ଅନେକ ନାମରେ ମନ୍ଦିର ତିଆରି କରୁଛନ୍ତି। ତେଣୁ ବାବା ବସି ବୁଝାଉଛନ୍ତି ଜ୍ଞାନ, ଭକ୍ତି, ବୈରାଗ୍ୟ। ଏବେ ଭକ୍ତି ପୁରା ହେଉଛି, ତୁମର ଭକ୍ତିରୁ ବୈରାଗ୍ୟ ଆସୁଛି, ଅର୍ଥାତ୍ ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି। ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ। ପିଲାମାନେ ପଚାରୁଛନ୍ତି, ବାବା ଆମେ ପତିତରୁ ପବିତ୍ର କିପରି ହେବୁ? ଅନେକ ନୂଆ ଆତ୍ମା ଆସିଲେ ତାଙ୍କୁ କ୍ଲାସରେ ବସିବାକୁ ଅନୁମତି ଦିଆଯାଏ ନାହିଁ। ଯେପରି କଲେଜରେ କେହି ନୂଆ ଯାଇ ବସିଲେ କିଛି ବି ପାଠ ବୁଝିପାରିବେ ନାହିଁ, ସେହିପରି କେହି ହେଲେ ଜାଣିନାହାନ୍ତି ମନୁଷ୍ୟରୁ ଦେବତା କିପରି ହେଉଛନ୍ତି।
ଯେଉଁ ମନୁଷ୍ୟମାନେ ପତିତ ହୋଇଯାଇଛନ୍ତି ସେମାନେ ହିଁ ପବିତ୍ର ହେଉଛନ୍ତି। ଏହି ସମୟରେ ଭାରତ ମଧ୍ୟ ଗରିବ ହୋଇଯାଇଛି। ସତ୍ୟଯୁଗରେ ଭାରତ ରାଜକୁମାର ଅର୍ଥାତ୍ ଧନବାନ ଥିଲା। ଶ୍ରୀକୃଷ୍ଣ ସତ୍ୟଯୁଗର ପ୍ରଥମ ନମ୍ବର ରାଜକୁମାର ଥିଲେ। ତାଙ୍କ ପାଖରେ ସବୁ ଗୁଣ ରହିଥାଏ। ବାବା କହୁଛନ୍ତି ଶ୍ରୀକୃଷ୍ଣ ସତ୍ୟଯୁଗର ପ୍ରଥମ ନମ୍ବର ରାଜକୁମାର ଥିଲେ। ତାଙ୍କ ପାଖରେ ସବୁ ଗୁଣ ରହିଥାଏ। ସେହି ରାଜ୍ୟକୁ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ କୁହାଯିବ। ଶ୍ରୀକୃଷ୍ଣ ରାଜକୁମାର ଏବଂ ରାଧା ରାଜକୁମାରୀ ଥିଲେ। ରାଜକୁମାର ଶ୍ରୀକୃଷ୍ଣଙ୍କର ହିଁ ମହିମା ଗାୟନ କରାଉଛନ୍ତି। ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ୟାଦା ପୁରୁଷୋତ୍ତମ, ଅହିଂସା ପରମ ଦେବୀ ଦେବତା। ସିଏ କୌଣସି ଗୀତ ଶୁଣାଇ ନଥିଲେ। ସିଏ ତ ସତ୍ୟଯୁଗର ରାଜକୁମାର ଥିଲେ। ସେ ପତିତ ମନୁଷ୍ୟମାନଙ୍କୁ ପବିତ୍ର କରାଇବା ପାଇଁ ଗୀତା ପାଠ ଶୁଣାଇବେ, ଏକଥା ହୋଇପାରିବ ନାହିଁ। ସେ ତ ସତ୍ୟଯୁଗର ପ୍ରଥମ ରାଜକୁମାର ଥିଲେ। ଏହି ସବୁ ଶାସ୍ତ୍ର ହେଲା ଭକ୍ତି ମାର୍ଗର। ଶାସ୍ତ୍ର ଗୁଡ଼ିକର କେତେ ମହିମା ରହିଛି। ଭକ୍ତି ମାର୍ଗର କୌଣସି ଶାସ୍ତ୍ର, ଚିତ୍ର ଆଦି ସତ୍ୟଯୁଗରେ ରହିବ ନାହିଁ। ସେଠାରେ ତ 21 ଜନ୍ମ ପାଇଁ ଜ୍ଞାନର ପ୍ରାଲବ୍ଧ ରହିଛି। ପୁଣି ଥରେ ଆମେ ସତ୍ୟଯୁଗର ରାଜ୍ୟଭାଗ୍ୟ ନେଉଛୁ। ଭାରତବାସୀ 5000 ବର୍ଷ ପୂର୍ବରୁ ସତ୍ୟଯୁଗରେ ବିଶ୍ୱର ମାଲିକ ଥିଲେ। ଆଉ କୌଣସି ବିଭାଜନବାଦୀ ନଥିଲା। ଏହା 5000 ବର୍ଷର କଥା। ଏବେ କଳିଯୁଗର ଶେଷ ସମୟ ଅଟେ ନା। ବିନାଶ ସମ୍ମୁଖରେ ଦଣ୍ଡାୟମାନ। ଭଗବାନ ଏହି ଜ୍ଞାନ ଯଜ୍ଞ ରଚନା କରିଛନ୍ତି ପତିତ କଳିଯୁଗକୁ ପବିତ୍ର ସତ୍ୟଯୁଗ କରିବା ପାଇଁ। ତେବେ ନିଶ୍ଚୟ ପତିତ ଦୁନିଆରେ ବିନାଶ ହେବ। ବାବା କହୁଛନ୍ତି ପତିତ କଳିଯୁଗକୁ ପବିତ୍ର ସତ୍ୟଯୁଗ କରିବା ପାଇଁ ତେବେ ନିଶ୍ଚୟ ପତିତ ଦୁନିଆର ବିନାଶ ହେବ। ଗାୟନ ମଧ୍ୟ ରହିଛି ଯେ ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା। ତାହା ଏବେ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା କରାଉଛନ୍ତି। ତୁମେ ଏବେ ମନୁଷ୍ୟରୁ ଦେବତା ହେଉଛ। ଗାୟନ ମଧ୍ୟ କରୁଛନ୍ତି ପରମ ପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛନ୍ତି। ସେ ତ ହେଲେ ପ୍ରଜାପିତା। କିଏ? ବ୍ରହ୍ମା ବାବା। ତାଙ୍କର ହିଁ ସମସ୍ତେ ସନ୍ତାନ। ଆମେ ସବୁ ବ୍ରହ୍ମା ବାବାଙ୍କର ମୁଖ ବଂଶାବଳୀ ସନ୍ତାନ। ତାଙ୍କ ମୁଖରୁ ଆମେ ଜନ୍ମ ହେଇଛେ। ମିଠେ ବଚ୍ଚେ କହିକି ମୁଖରୁ ଜନ୍ମ ହେଇଛେ। ବାସ୍ତବରେ ବ୍ରହ୍ମାଙ୍କ ଦ୍ୱାରା ହିଁ ସ୍ୱର୍ଗର ସ୍ଥାପନା ହୋଇଥାଏ। ଆଜିଠାରୁ 5000 ବର୍ଷ ପୂର୍ବରୁ ମଧ୍ୟ ମୁଁ ସଙ୍ଗମ ଯୁଗରେ ଆସିଥିଲି ତୁମର ଏହି ରାଜଯୋଗ ଶିଖାଇବା ପାଇଁ। ଶ୍ରୀକୃଷ୍ଣ ନୁହନ୍ତି, ମୁଁ ଆସିଥିଲି। ଶ୍ରୀକୃଷ୍ଣ ପତିତ ଦୁନିଆକୁ ଆସିପାରିବେ ନାହିଁ। ବାବା ହିଁ ଆସୁଛନ୍ତି। ସିଏ ହିଁ ସମସ୍ତଙ୍କର ସଦ୍ଗତି ଦାତା। ମନୁଷ୍ୟ ମନୁଷ୍ୟକୁ ସଦ୍ଗତି ଦେଇପାରିବେ ନାହିଁ। ସମସ୍ତେ ଜଣଙ୍କୁ ହିଁ ୟାଦ କରୁଛନ୍ତି। ସମସ୍ତେ ଜଣକୁ ହିଁ ମନେ ପକାଉଛନ୍ତି। କାହାକୁ? ନିରାକାର ପରମପିତା ପରମାତ୍ମା ଜ୍ୟୋତିର୍ବିନ୍ଦୁ ଶିବ ବାବାଙ୍କୁ। ପରମପିତା ପରମାତ୍ମା କେଉଁଠି ରହୁଛନ୍ତି? ତୁମେମାନେ ଜାଣିଛ ସେ ପରମଧାମରେ ରହୁଛନ୍ତି। ତାହା ହେଲା ବ୍ରହ୍ମ ମହତତ୍ଵ। ତ ପରମଧାମର ନାଁ ହେଉଛି ବ୍ରହ୍ମ ମହତତ୍ଵ। ସେଠାରେ ଆତ୍ମାମାନେ ପବିତ୍ର ରହିଥାନ୍ତି। ଯେପରି ମହାତ୍ମାମାନେ ଅଟନ୍ତି, ସେଠାରେ ମଧ୍ୟ ମହାନ ଆତ୍ମା ପତିତ ଆତ୍ମା ବୋଲି କହିଥାନ୍ତି ନା। ବାବା କହୁଛନ୍ତି ଏଠାରେ ମଧ୍ୟ ମହାନ ଆତ୍ମା ପତିତ ଆତ୍ମା ବୋଲି କହିଥାନ୍ତି ନା। ବାସ୍ତବରେ ଏଠାରେ ମହାନ ଆତ୍ମା ଜଣେ ହେଲେ ବି ନାହାନ୍ତି। ବାବା କହୁଛନ୍ତି ଏ କଳିଯୁଗରେ ମହାନ ଆତ୍ମା ଜଣେ ବି ନାହାନ୍ତି। ଆତ୍ମାକୁ ହିଁ ଜ୍ଞାନ ଏବଂ ଯୋଗ ଦ୍ୱାରା ପବିତ୍ର ସତ୍ତ୍ୱ ପ୍ରଦାନ ହେବାକୁ ପଡ଼ିବ। ପାଣି ଦ୍ୱାରା ନୁହେଁ। ଆତ୍ମା ହିଁ ପତିତ ହୋଇଯାଇଛି। ଆତ୍ମାରେ ହିଁ ଖାଦ ମିଶିଛି। ଆତ୍ମା ହିଁ ସୁନା, ରୂପା, ତମ୍ବା, ଲୁହା ହେଉଛି। ଏବେ ଆତ୍ମାମାନେ ଯାହାକି ପତିତ ହୋଇଯାଇଛନ୍ତି ତାଙ୍କୁ ପବିତ୍ର କିଏ କରାଇବ? ପରମପିତା ପରମାତ୍ମାଙ୍କ ବିନା ଆଉ କେହି କରିପାରିବେ ନାହିଁ। ବାବା ହିଁ ବସି ବୁଝାଉଛନ୍ତି ମୋତେ ମନେ ପକାଅ, ତେବେ ତୁମର ପାପ ଭସ୍ମ ହୋଇଯିବ। ଯେତେ ମନେ ପକାଇବ ସେତେ ପତିତରୁ ପବିତ୍ର ହୋଇଯିବ। ଏଥିରେ ହିଁ ପରିଶ୍ରମ କରିବାକୁ ହେବ। ବୁଦ୍ଧିରେ ତ ସମସ୍ତ ଜ୍ଞାନ ରହିଛି। ଏହି ଚକ୍ର କିପରି ଘୁରୁଛି, ଆମେ 84 ଜନ୍ମ କିପରି ନେଉଛୁ, ସତ୍ୟଯୁଗରେ କେତେ ସମୟ ରାଜ୍ୟ ଚାଲୁଛି, ପୁଣି ରାବଣ କିପରି ଆସୁଛି, ରାବଣ କିଏ ଏକଥା ମଧ୍ୟ କେହି ଜାଣିନାହାନ୍ତି। କେବେଠାରୁ ରାବଣକୁ ଜଳାଇ ଆସୁଛନ୍ତି ଏକଥା ମଧ୍ୟ କେହି ଜାଣିନାହାନ୍ତି। ପ୍ରତ୍ୟେକ ବର୍ଷ ଜଳାଉଛନ୍ତି। ସତ୍ୟଯୁଗରେ ଜଳାଇବେ ନାହିଁ। ବର୍ତ୍ତମାନ ହିଁ ରାବଣ ରାଜ୍ୟ ଚାଲିଛି। ରାମ ରାଜ୍ୟ ତ କେହି ସ୍ଥାପନ କରିପାରିବେ ନାହିଁ। ଏହା ତ ବାବାଙ୍କର ହିଁ କାମ। ପତିତ ମନୁଷ୍ୟ ତ କରିପାରିବେ ନାହିଁ। ସେମାନେ ସବୁ ବିନାଶ ହୋଇଯିବେ। ଏହି ପତିତ ଦୁନିଆ ହିଁ ବିନାଶ ହୋଇଯିବ। ସତ୍ୟଯୁଗରେ ଜଣେ ହେଲେ ବି ଡାକିବେ ନାହିଁ ଯେ ହେ ପତିତ ପାବନ ଆସ। ତାହା ତ ପବିତ୍ର ଦୁନିଆ ଅଟେ ନା। ତୁମେ ଏବେ ଜାଣୁଛ ଏହି ଲକ୍ଷ୍ମୀ ନାରାୟଣଙ୍କୁ ସ୍ୱର୍ଗର ମାଲିକ କିଏ କରାଇଲେ। ପୁଣି ଏମାନେ 84 ଜନ୍ମ କିପରି ନେଲେ।
ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମାମାନେ ହିଁ 84 ଜନ୍ମ ନେଉଛନ୍ତି। ସେହିମାନେ ହିଁ ବର୍ତ୍ତମାନ ଶୂଦ୍ରବଂଶୀ ହୋଇଯାଇଛନ୍ତି। ଏବେ ପୁଣି ତୁମେ ବ୍ରାହ୍ମଣ ବଂଶୀ ହେଉଛ। ଏବେ ତୁମେ ହେଲେ ବ୍ରାହ୍ମଣ ଚୁଟି ମାନେ ସର୍ବୋଚ୍ଚ। ଏହା ହେଉଛି ଉଚ୍ଚରୁ ଉଚ୍ଚ ଚୁଟି। ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ କୁଳଭୂଷଣ। ଏବେ ତୁମେ ଶିବ ବାବାଙ୍କର ସନ୍ତାନ ମଧ୍ୟ ଅଟ। ପୌତ୍ର ପୌତ୍ରୀ ନାତି ନାତୁଣୀ ମଧ୍ୟ ଅଟ। ଶିବବଂଶୀ ପୁଣି ବ୍ରହ୍ମା କୁମାର କୁମାରୀ ଅଟ। ତୁମକୁ ଜେଜେବାପାଙ୍କ ଠାରୁ ବର୍ଷା ମିଳୁଛି। ବାବା କହୁଛନ୍ତି ମତେ ନିରନ୍ତର ସ୍ମରଣ କର। ପବିତ୍ର ହେଲେ ତ ତୁମେ ମୋ ପାଖକୁ ମୁକ୍ତିଧାମକୁ ଆସିଯିବ। ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ ସେଇମାନେ ହିଁ ଏଇ କଥାକୁ ବୁଝିପାରିବେ। ଏମାନଙ୍କର ସଂଖ୍ୟା ତ ହଜାର ହଜାର ଅଟେ। କେହି କେହି ପଚାରୁଛନ୍ତି କେତେ ବିକେ ଅଛନ୍ତି? କୁହ ହଜାର ହଜାର ସଂଖ୍ୟାରେ ଅଛନ୍ତି। ଏହି ଦୈବୀ ବୃକ୍ଷର ବୃଦ୍ଧି ହୋଇ ଚାଲିଛି। ଏବେ ପୁନର୍ବାର ଆଦି ସନାତନ ଦେବୀ ଦେବତା ଧର୍ମର ଚାରା ଲାଗୁଛି। କାହିଁକି ନା ଦେବତା ଧର୍ମ ନାହିଁ। ସମସ୍ତେ ନିଜକୁ ହିନ୍ଦୁ ବୋଲାଉଛନ୍ତି। ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି। ପୁଣି ସମସ୍ତେ ବାହାରି ଆସିବେ। ଆସି ବାବାଙ୍କ ଠାରୁ ସମ୍ପତ୍ତି ମାନେ ବର୍ଷା ନେବେ। ତୁମେ ଆସିଛ ବେହଦ୍ର ବାବାଙ୍କ ଠାରୁ ବେହଦ୍ର ସୁଖର ବର୍ଷା ପାଇବା ପାଇଁ, ଅର୍ଥାତ୍ ମନୁଷ୍ୟରୁ ଦେବତା ହେବା ପାଇଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସବୁ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତାପିତା ବାପଦାଦାଙ୍କୁ ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଓ ସ୍ମୃତିଭରା ସୁପ୍ରଭାତ। ओम शांति। बाबा शुक्रिया, बाबा शुक्रिया, दिल से शुक्रिया। नमस्ते नमस्ते नमस्ते। आजिर धारणा पाई मुख्य सार। 1. पतितरु पवित्र हेबा पाई ज्ञान एवं जोगरे मजबूत हेबाकु पड़िबो। आत्मारे जो विकारर खादा मिसिछि ताकु याद्र मेहनत द्वारा बाहर करिबाकु हेबो। 2. आमे ब्रह्मा मुख वंशावली ब्राह्मण चुटी श्रेष्ठ एही निशारे रहिबाकु हेबो। ब्राह्मण ही वर्षार अधिकारी अटंती, काहेकिना शिव बाबांकर पौत्र नाती अटंती। आजिर वरदान। निजर शक्तिशाली मनोवृत्ति द्वारा पतित वातावरण को परिवर्तन करुथिबा मास्टर पतित पावनी भव। निजर शक्तिशाली मनोवृत्ति द्वारा पतित वातावरण को परिवर्तन करुथिबा मास्टर पतित पावनी भव। वातावरण किपरि भी होई थाउ, किंतु निजर शक्तिशाली मनोवृत्ति वातावरण को परिवर्तन करिदेई पारिबो। वायुमंडल विकारी होइथिबो, किंतु निजर मनोवृत्ति निर्विकारी होइथिबो। जेउमाने पतित मानकु पवित्र कराइबा वाला अटंती सेमाने पतित वायुमंडलर अधीन होई पारिबे नाही। तेणु मास्टर पतित पावनी होई निजर शक्तिशाली मनोवृत्ति द्वारा अपवित्र बा दुर्बल वातावरण को समाप्त कर। तार वर्णना करी वातावरण सृष्टि कर नाही। दुर्बल बा पतित वातावरणर वर्णना करिबा मध्य पाप अटे। आजिर स्लोगन। एबे धरणी रे परमात्मा परिचयर बीज। बाबा कहउछन्ति एबे धरणी रे परमात्मा परिचयर बीज बपन करी जहा द्वारा प्रत्यक्षता हेबो। बाबा कहउछन्ति एबे धरणी रे परमात्मा परिचयर बीज पकाई तार स्थापना कर, जहा द्वारा प्रत्यक्षता हेबो। ओम शांति। आजिर अव्यक्ति सारा। ज्वाला स्वरूप स्थिति रे रही शक्तिशाली जोगर अनुभव कर। ज्वाला स्वरूप स्थिति रे रही शक्तिशाली जोगर अनुभव कर। तापे बाबा कहउछन्ति जोग अर्थात शांतिर शक्ति। बाबा कहउछन्ति जोग अर्थात शांतिर शक्ति। एही शांतिर शक्ति बहुत सहजरे निजको एवं अन्य माननको परिवर्तन करिथाए। ଏହା द्वारा व्यक्ति मध्य परिवर्तन होई जिवो, प्रकृति मध्य परिवर्तन होई जिवो। व्यक्ति माननको तो मुख द्वारा कोर्स कराई देउछ, किंतु प्रकृति को परिवर्तन करिबा पई शांतिर शक्ति अर्थात जोग बल ही आवश्यक। जोग करिबा समय रे जेतेबेले अन्य सब संकल्प शांत होई जाउछि एवं गोटी ही संकल्प रहउछि बाबा एवं मु, एहाकु ही शक्तिशाली जोग कुहा जाउछि। बाबांक सहित मिलनर अनुभव व्यतीत अन्य सब संकल्प बंद होई जाउ, तेबे कुहा जिवो ज्वाला स्वरूप जोग। एहा द्वारा परिवर्तन होई थाए। अच्छा, ओम शांति।